ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ରହିଛି 4ଟି କ୍ଲବ୍ ସାହିତ୍ୟ ଭୋଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ। ତ ସାହିତ୍ୟ ଭୋଜନ ମୁଁ 6ଟି ଅଧିବେଶନର କାର୍ଯ୍ୟପତ୍ରର ଉତ୍ତର ମୁଁ ଅପଲୋଡ଼ କରିସାରିଛି। ତା ସହିତ 7ଟି ଅଧିବେଶନର କାର୍ଯ୍ୟପତ୍ରର ଉତ୍ତର କ୍ରୀଡ଼ାଙ୍ଗନ ପାଇଁ ଅପଲୋଡ଼ କରିସାରିଛି। ଆଉ ଜିଜ୍ଞାସାର ମୁଁ 2ଟି ଅଧିବେଶନର ଉତ୍ତର ଅପଲୋଡ଼ କରିସାରିଛି। ଯେଉଁମାନେ ବି ଭିଡ଼ିଓକୁ ଦେଖିନ এই এସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯାଇକି ଭିଡ଼ିଓ ସେକ୍ସନ୍ରେ ସର୍ଚ୍ଚ କରିକି ଦେଖିପାରିବ। ତା ସହିତ ଯେଉଁମାନେ ବି ଚ୍ୟାନେଲ୍କୁ ନୂଆ ଆସୁଛ ରିକ୍ୱେଷ୍ଟ ରହିବ ସପୋର୍ଟ କର ଚ୍ୟାନେଲ୍କୁ, ଗୋଟେ ସବସ୍କ୍ରାଇବ୍ କରିଦିଅ। କାହିଁକିନା ଆମେ ହାପିଆଲି ଏକ୍ଜାମ୍ ପୂର୍ବରୁ ଗୋଟେ ପ୍ରୋଜେକ୍ଟ ୱାର୍କ କରିବା ଏବଂ ଆନୁଆଲ୍ ଏକ୍ଜାମ୍ ପୂର୍ବରୁ ଗୋଟେ ପ୍ରୋଜେକ୍ଟ ୱାର୍କ କରିବା, 2ଟି ପ୍ରୋଜେକ୍ଟ ୱାର୍କ କରିବା। ତା ସହିତ ସମସ୍ତ ଅଧିବେଶନର ଉତ୍ତର କରିବା, ଯାହାଦ୍ୱାରା କି ତୁମକୁ ସାର୍ 20ରୁ 20 ନମ୍ବର ଦେବେ ଏବଂ ତୁମର ଏଇ 20ରୁ 20 ମାର୍କ 4ଟା ପେପର 20 ଯେଉଁ 80 ମାର୍କ ତୁମକୁ ସହଯୋଗ କରିବ। କ'ଣ ନା ତୁମେ ଯେଉଁ A1 ଆଉ A2 ଗ୍ରେଡ୍ ହାସଲ କରିବା ପାଇଁ। ତେଣୁ ଯେଉଁମାନେ ବି ଭିଡ଼ିଓକୁ ଦେଖୁଛ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅ ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ। ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କର। ଆଉ ଯେଉଁ ବି ଡାଉଟ୍ ରହୁଛି କି କେଉଁ ଅଧିବେଶନ ଆମେ କରିବା, କ'ଣ କରିବା, ସେ ବିଷୟରେ ମୋତେ କମେଣ୍ଟ ସେକ୍ସନ୍ରେ କମେଣ୍ଟ କର। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଦେଖ ଆଜି କ'ଣ ଲେଖିବା ନା ପୂର୍ବ ଅଧିବେଶନରେ ଆମେ ଯାହା ଲେଖିଥିଲେ କାହାଣୀ, ସେ କାହାଣୀରୁ ଆମେ ଆଜି ନାଟକ ଲେଖିବା। କିଭଳି କାହାଣୀରୁ ନାଟକ ଲେଖାଯାଏ ସେ ବିଷୟରେ ମଧ୍ୟ ଜାଣିବା। ଉଦ୍ଦେଶ୍ୟ କ'ଣ ରହିଛି, ଶିକ୍ଷାର୍ଥୀମାନେ କାହାଣୀରେ ଥିବା ଚରିତ୍ରଗୁଡ଼ିକ ଭଲ ଭାବରେ ବୁଝିପାରିବା ସହ କାହାଣୀଗୁଡ଼ିକ ନାଟକ ଭାବରେ ରୂପାନ୍ତରିତ କରିବାର କୌଶଳ ଶିଖିବେ। ଅଭିନୟ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଭାବ ବିନିମୟ ଦକ୍ଷତା ଆଉ କଥନ ଶୈଳୀର ବିକାଶ ଘଟିବ। ଏ ସମସ୍ତ ଜିନିଷ ଆମେ ଜାଣିବା। ଦେଖିଦିଅ ନାଟକ, କାହାଣୀରେ ଆମେ ନାଟକ ଲେଖିବା। ତ ନାଟକ କ'ଣ ରହିଛି ଦେଖିବା। ନାଟକର ନାଁ କ'ଣ ରହିଛି ନା ଲୁଣ। ଚରିତ୍ରମାନେ ଏଥିରେ ମୁଖ୍ୟ ଭୂମିକାରେ ଯେଉଁମାନେ ଅଭିନୟ କରିଛନ୍ତି ତାଙ୍କର ନାଁ କ'ଣ, ଗୋବିନ୍ଦ ମହାରଣା ସେ ସ୍ୱାମୀ ଚରିତ୍ରରେ, ସୁଲୋଚନା ଗୋବିନ୍ଦ ମହାରଣାଙ୍କ ସ୍ତ୍ରୀ ଚରିତ୍ରରେ, ନୀଳିମା ଝିଅ ଚରିତ୍ରରେ, ପବିତ୍ର ନୀଳିମାର ସମ୍ପର୍କୀୟ ମଉସା ଚରିତ୍ରରେ, ହରିସାହୁ ଗାଁ ସାହୁକାର ଚରିତ୍ରରେ, ରେବତୀ ନୀଳିମାର ବୁଢ଼ୀମା ଚରିତ୍ରରେ, ନଟିଆ ହରିସାହୁ ଘରର ବିଶ୍ୱସ୍ତ ଭୃତ୍ୟ ବା ଚାକର ଚରିତ୍ରରେ। ତ ପ୍ରତ୍ୟେକ ନାଟକରେ କେତେଟା ଦୃଶ୍ୟ ଥାଏ ଏବଂ ସେ ସମସ୍ତ ଦୃଶ୍ୟକୁ ଆମେ ଦେଖିବା। ଦେଖ ପ୍ରଥମ ଦୃଶ୍ୟ କ'ଣ ରହିଛି, ମଞ୍ଚ ଆଲୋକିତ ହେଲା। ହରିସାହୁ ଯେଉଁ ସାହୁକାର ଅଛନ୍ତି ତାଙ୍କ ଚାଷ ଜମିକୁ ଯିବା ପାଇଁ ଗୋବିନ୍ଦ ଭାରି ତରତର ହେଉଥିଲେ। ନୀଳ ବୋଉ ତୁମେ କୁଆଡ଼େ ଗଲ, ବେଳ ପରା ଉଛୁର ହେଲାଣି, ତୁମେ କ'ଣ ଜାଣିନା ସାହୁବାଙ୍କ କାମକୁ ଟିକେ ବିଳମ୍ବ କଲେ ସେଦିନର ଅଧା ମଜୁରୀ ଯିବ ଯେ, ମଣିଷ କେତେ ଆଉ ଖଟିବ, ଏ ଜୀବନ ଏ ଯେଉଁ ଦରଦାମ ହେଲାଣି ମୁଁ ଆଉ ପାରୁନି, ସେଇ କାଳିଆ ତୁ ଏକା ସାହା ଭରସା। ସୁଲୋଚନା କ'ଣ ହେଲା ବା, କାହିଁ ଏତେ ଜୋରରେ ରଡ଼ିଟା ଛାଡ଼ୁଥିଲ, ମୋତେ ଆଗ କହିଲ। ନାଇଁ ମୋତେ ଆଗ କହିବ କି। ଗୋବିନ୍ଦ କ'ଣ ଆଉ କହିବି, ଏ ନିଆଁ ଲଗା ପେଟକୁ ଦାନା ଦେବାକୁ କେତେ ଆଉ କ୍ରୀତଦାସ ଭଳି ଖଟିବି, ମୁଁ ଆଉ ପାରୁନି ନୀଳ ବୋଉ। ସୁଲୋଚନା ସେ ବାଜେ କଥା ବନ୍ଦ କର, ତୁମକୁ ପରା କହିଥିଲି କାମରୁ ଆସିଲା ବେଳକୁ ଲୁଣ ସେରେବା କେଜି ନେଇ ଆସିବ ବୋଲି। ଗୋବିନ୍ଦ କେମିତି ଆଣିବି ନୀଳ ବୋଉ, ସେପଟେ ରଗିଣା ମା ମୋର ଔଷଧ ଟିକିଏ ନ ପାଇ ବିଛଣାରେ ପଡ଼ି କେତେ କଷ୍ଟ ପାଉଛି। ଆରେ ଏ କାଳିଆ ତୋର ଆଖି ଥାଇ ସତରେ କ'ଣ ତୁ ଅନ୍ଧ, ନା ନ ଦେଖି ପାରିବାର ଅଭିନୟ କରୁଛୁ ରେ, ଗରିବର ଭାଗ୍ୟ କ'ଣ ଏମିତି ଛଟପଟ ହେଇ ମରିବା ପାଇଁ କିରେ। ନୀଳିମା ବୋଉ ବୋଉ ମୋତେ ବହୁତ ଜୋରରେ ଭୋକ, ମୋର ସ୍କୁଲ ଟାଇମ୍ ହେଇଗଲାଣି, ମୋତେ ଶୀଘ୍ର ଖାଇବାକୁ ଦେଲୁ। ସାଙ୍ଗ ରେଖା ଆସି ଡାକିଲାଣି, ମୁଁ ସ୍କୁଲକୁ ଯାଏ, ସକାଳୁ କ'ଣ ଦେବି ଖାଇବାକୁ, ଖୁଦ 2 ମୋଟା ଥିଲା ଯେ ଯାଉ ପାଇଁ ବସେଇଥିଲି ଯେ ସେଥିରେ ଲୁଣ ଟିକିଏ ପକାଇବାକୁ ନାହିଁ, ବୋଉ ତୁ ରଖିଥା। ତେଣୁ ଏଠି କ'ଣ ଲେଖିବ ନା ଏଇ ଯେଉଁ ହଉ ବୋଉ ଏଇଠୁ ପାଖରୁ ନୀଳିମା ବୋଲି ଲେଖିଦେବ, ଏପଟେ ଲେଖିଦେବ ନୀଳିମା। ହଉ ବୋଉ ତୁ କରି ରଖିଥା, ମୁଁ ଆସିଲେ ଖାଇବି, ବାପା ବୋଉ ପାଇଁ ବସ୍ତାଏ ଲୁଣ ଆଣି ଦେଇଯିବ ତ। ମଞ୍ଚ ଅନ୍ଧକାର ହେଇଗଲା। ପ୍ରଥମ ଦୃଶ୍ୟ ଏଇଠି ସରିଲା। ଦ୍ୱିତୀୟ ଦୃଶ୍ୟ କ'ଣ ହେଇଛି ନା ମଞ୍ଚ ପୁଣି ଆଲୋକିତ ହେଲା। ହରିସାହୁ ଆରେ ନଟିଆ ସେ ଗୋବିନ୍ଦ ଆଜି ଜମି କାମକୁ ଆସିନି କିରେ, ଗତକାଲି ତ ବହୁତ କାକୁତି ମିନତି କରି 10 ଟଙ୍କା ନେଇଗଲା, ତା ମାର ଦେହ କୁଆଡ଼େ ଭଲ ନାହିଁ କହିକିରି। ନଟିଆ ନାହିଁ ଆଜ୍ଞା ଆସିନାହାନ୍ତି, ବଡ଼ ଦୁଃଖୀ ମଣିଷଟେ ସେ, ପୁଣି ଦାଉ ସାଧୁଛି ଦଇବ, ଏପଟେ କରଜ ଟଙ୍କାର ସୁଧ ସୁଝି ସୁଝି ମଜୁରୀ ଗଣ୍ଡାକୁ ଯାଉଛି। ହରିସାହୁ ମୁଁ ଦେଖୁଛି ତୋର ଭାରି ଦରଦ, କାହିଁ ତାର କାମ ତକ ତୁ କରିଦେଉନୁ, ନଚେତ୍ ତ ମଜୁରୀ ତକ ତାକୁ ମୁଁ ଦେଇ ଦେଉଛି।
ଭାରି ଦୟାଳୁ ମଣିଷଟେ ତୁ। ମଞ୍ଚ ପୁଣି ଅନ୍ଧକାର ହେଲା। ତୃତୀୟ ଦୃଶ୍ୟ, ଗୋବିନ୍ଦ ତାଙ୍କ ମା ରେବତୀକୁ, ମା 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 ହେ ଉଠ, ମୁଁ ତୋ ପାଇଁ ଔଷଧ ଆଣିଛି, ଖାଦ୍ୟ ଟିକିଏ ଖାଇଦେ, ଔଷଧ ଖାଇଦେଲେ ଦେହ ଭଲ ହୋଇଯିବ। ତାପରେ ଏଠି ଯେଉଁ ରେବତୀ ଲେଖା ହେଇଛି, ଏ ରେବତୀଟାକୁ ଏ ସାଇଡ଼୍ରେ ଲେଖିଦେବ, ରେବତୀ। ତୋ ଦୁଃଖ ମୁଁ ଆଉ ଦେଖିପାରୁନି ରେ ଧନ। କାହା କହୁଛି? ଗୋବିନ୍ଦକୁ ସେ କହୁଛି, ରେବତୀ ଗୋବିନ୍ଦର ମା। କାହିଁକି ଦଇବ ମୋତେ ଏ ଦିନ ଦେଖାଉଛି? କରଜ ଟଙ୍କା ସୁଝିବାକୁ ଯାଇ କାମ କରି କରି କଳାକାଠ ପଡ଼ିଗଲୁଣି। ସାଧାରଣ ଲୁଣ ଟିକିଏ କିଣିବାକୁ ତୋ ପାଖରେ ଆଉ ପଇସା ଅଣ୍ଟୁନି। ଝିଅଟା ଆମର କିଛି ନ ଖାଇ ସ୍କୁଲକୁ ବାହାରିଗଲା। ଗୋବିନ୍ଦ, ହଉ ମା, ତୁ ଛାଡ଼ ସେସବୁ କଥା। କାଳିଆ ସବୁ ଠିକ୍ କରିଦେବ। ଆମ ନୀଳ ପାଠ ପଢ଼ି ବଡ଼ ମଣିଷ ହେବ, ଆମ ଦୁଃଖ ଯିବ। ରେବତୀ, ଆକାଶ କଇଁଆ ଚିଲିକା ମାଛ, ଆମ ଭଳି ଗରିବ ଲୋକମାନଙ୍କ ପାଇଁ ଏମିତି ଦିବାସ୍ୱପ୍ନ ଦେଖିବାଟା ମନରେ ଧନ। ସୁଲୋଚନା, ମା ଉଠି ପଡ଼ନ୍ତୁ, ଯାଉ ଟିକିଏ ରାନ୍ଧି ଆଣିଛି, ଖାଇଦେଲେ ଔଷଧ ଖାଇବେ ପରା। ରେବତୀ, ଆଗ ଗୋବିନ୍ଦକୁ ଦେ, ସେ କାମକୁ ଯିବ ପରା, ସେପଟେ ସାହୁକା ରାଗୁଥିବ, ବେଳ ଉଛୁର ହେଲାଣି। ସୁଲୋଚନା ଓ ଗୋବିନ୍ଦ ରେବତୀଙ୍କୁ ଧରି ଉଠାଇଲେ। ସୁଲୋଚନା, ମା, ତୁମ ଦେହ କ'ଣ ଖଇ ଫୁଟୁଛି? ରେବତୀ ବରଡ଼ା ପତ୍ର ପରି ଥରୁଥିଲେ। ରେବତୀ, ଯାଉ 2 ଚାମଚ ଖାଇ ବଟିକା ଟିକେ ଖାଇଲେ। ସୁଲୋଚନା, ଆସୁନା ତୁମେ ବି ଖାଇଦେଇ ଯିବ। ନା ନା ସୁଲ ବୋଉ, ଆମ ନୀଳ ଖାଇନି ପରା। ମୋ ବାପ ହେଇ କିପରି ଝିଅଟି ମୁହଁରେ ଆହାର ନ ଦେଇ ଆଗ ଖାଇଦେବି, ଧର୍ମ ସହିବଟି। ମଞ୍ଚ ଅନ୍ଧକାର। ଚତୁର୍ଥ ଦୃଶ୍ୟ, ମଞ୍ଚ ଆଲୋକିତ ହେଲା। ହରି ସାହୁଙ୍କ ଦରବାରରେ ସୁଧର ହିସାବ ଚାଲିଛି। 20 ଟଙ୍କା କରଜ ନେଇଥିବା ଲୋକ 200 ସୁଝିଲା ପରେ ବି ସୁଧ ସୁଝୁନାହିଁ। ଆଉ ମୂଳ କଥା କିଏ ପଚାରୁଛି? ସାହୁବାବୁଙ୍କୁ। ଏମାନେ ସାହୁକାର ନୁହନ୍ତି ତ, ଏମାନେ ସରଳ ନିରୀହ ମଣିଷକୁ ଶୋଷଣ କରୁଥିବା ଗୋଟିଏ ଯମ। ହରିସାହୁ ନିଶ ଗୁଆ ଘିଅ ଲଗାଇ ସଳକୁ ସଳକୁ ଆଖିକୁ ଛାଇ ନିଦ ମାଡ଼ି ବସିଛି। ବାବୁ ଘୁଙ୍ଗୁଡ଼ି ମାରୁଛନ୍ତି। ମାସର ପ୍ରଥମ ଦିନ ବାବୁଙ୍କର ମୋଟା ଅଙ୍କର ରୋଜଗାର। ନଟିଆ, ସାଆନ୍ତ ଆଜ୍ଞା, ସାଆନ୍ତେ। ହରିସାହୁ, ବାବୁ ଆଖି ମଳି ମଳି ଅନାଇଲେ। କ'ଣ ହେଲା? ଏତେ ଜୋରରେ କ'ଣ ପାଇଁ ଚିଲଉଛୁ ଶୁଣେ? ନଟିଆ, ନାଇଁ ବାବୁ, ଆଜି ସୁଧ ବାବଦକୁ 11,078 ଟଙ୍କା 60 ପଇସା ଆଦାୟ ହେଲା। ହରିସାହୁ, ଏତେ କମ୍ କିଆଁ? ସୁଧ ଦେବାକୁ ଆସିନଥିବା ଲୋକଙ୍କର ଚିଠା କଲୁ କିରେ? ଆଉ ସେ ଗୋବିନ୍ଦ? ନଟିଆ, ଆଜ୍ଞା, ଚିଠା କରିସାରିଛି। ଏ ମଣିଷ ଗୁଡ଼ାକ ଧର୍ମ କେମିତି ସହୁଛି? ଅକାଳ ମୃତ୍ୟୁ କ'ଣ ପାଇଁ ହେଉନାହିଁ ଯେ? ହେ ଠାକୁର, ତୁମେ ଗରିବଙ୍କୁ ରକ୍ଷା କର। ନଟିଆ ଚାକର ଥିଲା, କିନ୍ତୁ ତାର ଗୋଟେ ବଡ଼ ହୃଦୟ ଥିଲା। ସେ କଥାଟା ଗୁଣୁଗୁଣେଇକି କହିଲା। ହରିସାହୁ କାନରେ ଟିକେ ବାଜିଲା। ତେଣୁ ହରିସାହୁ କ'ଣ କହୁଛି? କ'ଣ କିଛି କହିଲୁ? ନଟିଆ, ନାହିଁ ଆଜ୍ଞା। ଏ ଭିତରେ ଗୋବିନ୍ଦର ପ୍ରବେଶ। ଗୋବିନ୍ଦ, ବାବୁ ଆଜି ବିଳମ୍ବ ହୋଇଗଲା, ହେଲେ ସାଆନ୍ତେ ଆଜ୍ଞା ଚିନ୍ତା କରନ୍ତୁନି, ମୁଁ ଝଅପଟ କାମତକ ସାରିଦେବି। ହରିସାହୁ, ତୋର ଆଜି ଏତେ ଡେରି କାହିଁକି? ଆଉ ଏ ମାସର ସୁଧ ଟଙ୍କା କାହିଁ? ଗୋବିନ୍ଦ, ମାଆର ଦେହ ଖରାପ ସାଆନ୍ତେ, ଘରେ ଚୁଲି ଜଳିବାକୁ ଖୁଦ ମୁଠେ ନାହିଁ, ଲୁଣ କିଣିବାକୁ କଉଡ଼ିଏଟିଏ ନାହିଁ, ଆଉ ସୁଧ ଟଙ୍କା ସାଆନ୍ତେ? ହରିସାହୁ, ତୋର ସୁଧ ବଢ଼ି ବଢ଼ି 99 ଟଙ୍କା ହେଲାଣି। ଏ ମାସ ନଦେଲେ 110 ଟଙ୍କା ହେବ, ପୁଣି ସୁଝିପାରିବୁ ତ? ଗୋବିନ୍ଦ, ମୁଁ ସୁଝି ନ ପାରିଲେ ନୀଳବହୁ ସୁଝିବ, ସେ ବି ମୋ ସହିତ ମିଶି କାମ କରିବ। ଋଣ ନେଇଛୁ ମାନେ ଲୁଣ ଖାଇ ମଧ୍ୟ ସୁଝିବୁ ଆଜ୍ଞା, ହେଲେ ବେଇମାନି କରିବନି। ଏ ଗୋବିନ୍ଦ ମହାରଣା, ପିଣ୍ଡରେ ପ୍ରାଣ ଥିବା ଯାଏଁ ସେ କାମ କରିବ। ହରିସାହୁ, ହଉ ତୁ ଯା, କାମ ଦେଖେ। ଆଜି ଜମିରେ ତଳି ପଡ଼ିବ, ବଳଦମାନଙ୍କୁ ପେଜ ତୋରାଣି କୁଣ୍ଡା ନେଇ ଖାଇବାକୁ ଦେ। ହଁ, ମନେ ରଖ, ଆଜି ତୋର ଅଧା ମଜୁରୀ। ପଞ୍ଚମ ଦୃଶ୍ୟ, ମଞ୍ଚ ପୁଣି ଆଲୋକିତ ହେଲା। ନୀଳିମା ସ୍କୁଲରୁ ଆସି ଘରେ ପହଞ୍ଚିଲା। ନିଜର ଡ୍ରେସ୍ ବଦଳିଲା। ବୋଉ, ଖାଇବାକୁ ଦେ, ପେଟ ପୋଡ଼ିଯାଉଛି, ବହୁତ ଜୋରରେ ଭୋକ, ମୁଣ୍ଡ ବୁଲେଇଲାଣି। ସୁଲୋଚନା, କ'ଣ ଆଜି ସ୍କୁଲରେ କିଛି ଖାଇନୁ? ନୀଳିମା, ନାଇଁ ବୋଉ। ଏ ଯେଉଁ ଏଠି ନୀଳିମାଟା ଲେଖା ହେଇଛି, ଏଠି ତୁମେ ତାକୁ ଲେଖିଦେବ ନୀଳିମା। ନାଇଁ ବୋଉ, ମୁଁ ଥାଳିରେ ଭାତ ନେଇଥିଲି ଯେ ହଠାତ୍ ବୁଲା କୁକୁରଟା ମୋ ଥାଳିକୁ। ସୁଲୋଚନା, ହଉ, ଯାଉ ଟିକିଏ ଅଛି ଆଣୁଛି ଖାଇଦେ। ନୀଳିମା, ବୋଉ କିଛି ତରକାରୀ କରିନୁ? ମୁଁ ଏ ଯାଉ ଖାଇବିନି, ଏଥିରେ ଲୁଣ ବି ପକେଇନୁ?
ସୁଲୋଚନା। ସୁଲୋଚନାଙ୍କର ବିଦ୍ରୂପ ହସ। ସାଧାରଣ ଯାଉ ଯାହା ପାଇଁ ପେଟ ପୂରେଇ ଖାଇବାକୁ ନାହିଁ, ବାପ ଋଣ ସୁଝି ସୁଝି ପରିଣତ ବୟସରେ ସେଥିରେ ପୁଣି ଝିଅ ଖୋଜୁଛି ସ୍ୱାଦ। ଯାଉରେ ଲୁଣ। ପବିତ୍ର। ପବିତ୍ର କିଏ? ତାଙ୍କ ନୀଳିମାର ସମ୍ପର୍କୀୟ ମଉସା। ହଠାତ୍ ଗୋବିନ୍ଦ ଘରେ। ପବିତ୍ରଙ୍କର ପ୍ରବେଶ। ଘରେ କ'ଣ କେହି ନାହାନ୍ତି ନା କ'ଣ ଯେ? କାହାରି ଶବ୍ଦ ଶୁଭୁ ନାହିଁ। ଆଲୋ ମା ନୀଳ, କୁଆଡ଼େ ଗଲୁ? ତୋ ବୋଉ କୁଆଡ଼େ ଗଲା? ଆଉ ତୋ ଜେଜେମା ଦେହ କିପରି ଅଛି? ନୀଳିମା। ମଉସାଙ୍କର ଡାକ ଶୁଣି ନୀଳିମା ଖାଇବା ଜାଗାରୁ ଉଠି ଆସିଲା। ନିଜ ହାତ ମୁହଁ ଧୋଇଲା। ମଉସା, ଆପଣ ଆସିଛନ୍ତି କହି ମଉସାଙ୍କ ମୁଣ୍ଡିଆ ମାରି ପାଦ ଧୂଳି ନେଇ ମୁଣ୍ଡରେ ବୋଳିଲା। ପବିତ୍ର। ଆଲୋ ମୋ ମାଆର କ'ଣ ହେଇଛି କି? ଚନ୍ଦ୍ର ଉଦିଆ ପରି ମୁହଁଟା ଶୁଖି କଳାକାଠ ପଡ଼ିଯାଇଛି। ନେ, ଏସବୁ ତୋ ପାଇଁ ଆଉ ଜେଜେମା ପାଇଁ ଆଣିଛି। ନୀଳିମା। ଏସବୁ କ'ଣ ହେବ ମଉସା? ମୋତେ ଲୁଣ ଦରକାର, ନଚେତ୍ ମୋ ମା ଯାଉ ଦିମୁଠା କେମିତି ରାନ୍ଧି ଖୁଆଇବ ଯେ। ପବିତ୍ର। ଚାଲ, ତୋ ଜେଜେମାଙ୍କ ଦେହ କିପରି ଅଛି ଦେଖିବା। ଦୁହେଁ ଜେଜେମାଙ୍କ ପାଖରେ ପହଞ୍ଚିଲେ। ନୀଳିମା। ଜେଜେମା, ଜେଜେମା ଉଠ, ଦେଖ କିଏ ଆସିଛନ୍ତି। ପବିତ୍ର ମଉସା ଆସିଛନ୍ତି ତୋତେ ଦେଖିବା ପାଇଁ। ଆଉ ଦେଖ, ତୋ ପାଇଁ ଆଉ ମୋ ପାଇଁ କେତେ ଜିନିଷ ସବୁ ଆଣିଛନ୍ତି। ଏଇ କ'ଣ ଜେଜେମା, ଶୁଣୁନି? ଆପଣ ତାକୁ ଡାକିଲେ ମଉସା। ପବିତ୍ର। ଦେଖ ରେବତୀ ମା, ମୁଁ ଆସିଛି। ଆପଣଙ୍କର ପ୍ରିୟ ପବିତ୍ର ଆସିଛି। ରେବତୀ। କିଏ କିଏ ରେ ବାପା ପବିତ୍ର? ମୁଁ ଆଉ ରୋଗ ଯନ୍ତ୍ରଣାରେ ପଡ଼ି ପୁଅ ଉପରେ ବଜେଇବାକୁ ଚାହୁଁନି ରେ। ମୋ ପୁଅ ଦୁଃଖ ଦେଖିପାରୁନି। ସାମାନ୍ୟ ଲୁଣ ଟିକକ ପାଇଁ ସେତିକି ବେଳେ ଗୋବିନ୍ଦଙ୍କର ପ୍ରବେଶ। ଗୋବିନ୍ଦ। ଆଉ ଭାଇ କେତେବେଳରୁ ଆସିଲେଣି? ସୁଲ ଖାଇବାକୁ ଦେଲାଣି? ସୁଲ ମାନେ ତାଙ୍କ ସ୍ତ୍ରୀ, ଗୋବିନ୍ଦର ସ୍ତ୍ରୀ ସୁଲୋଚନା। ସୁଲୋଚନା। କ'ଣ ଖାଇବାକୁ ଦେବି? ଭାଇ ଆଗକୁ ବାହାରିବାକୁ ଲାଜ ଲାଗୁଛି। କ'ଣ ଆଜି ଲୁଣ ଆଣିଛ ତ? ଗୋବିନ୍ଦ। ହଁ ଆଣିଛି ଲୁଣ। କେବଳ ଲୁଣ ନୁହଁ, ଯାଉ ପାଇଁ ଖୁଦ ମଧ୍ୟ। ହେଲେ ତା ପ୍ରତିଦାନରେ ମୁଁ। ସୁଲୋଚନା। କ'ଣ ହେଲା, ଅଟକି ଗଲ ଯେ? ଗୋବିନ୍ଦ। ମୁଁ ଆମ ନୀଳକୁ ସାହୁକାର ଘରେ ବାସି ପାଇଟି ପାଇଁ କଥା ଦେଇ ଆସିଛି। ତା ପ୍ରତିବଦଳରେ ଏସବୁ। ସୁଲୋଚନା। ଛି ଛି, ତମେ କେମିତି ବାପ ଯେ? ଶେଷରେ ପିଲାଟାକୁ ଏ କଅଁଳ ବୟସରେ କାମରେ ଲଗାଇଦେଲ। ତୁମେ ତ ସାହୁକାର ଘରେ ଜୀବନଟା କାଟି ସାରିଲଣି, ଆଉ ଶେଷରେ ପୁଣି ଝିଅଟାକୁ। ଗୋବିନ୍ଦ। ବିଧିର ବିଧାନ ବଡ଼ ବିଚିତ୍ର ନୀଳ ବୋହୂ। କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼େ। ହଉ ଛାଡ଼ ସେସବୁ କଥା। ମାଆକୁ ଟିକେ ଲୁଣ ପକାଇ ଯାଉ ତିଆରି କରିଦେଲ, ପାଟିକୁ ଟିକେ ରୁଚିବ। ସୁଲୋଚନା। ଲୁଣ ନେଇ ଯାଉ ତିଆରି କରିବାକୁ ଚାଲିଗଲେ। ସମସ୍ତେ ଏକଜୁଟ ହୋଇ ଯାଉ ନେଇ ଜେଜେମାଙ୍କ ପାଖରେ ପହଞ୍ଚିଲେ। ଗୋବିନ୍ଦ। ମା ଉଠ, ମା ଉଠ। ଏ କ'ଣ, ମା କିଛି ଶୁଣୁନାହିଁ। ନାକରେ ହାତ ମାରିଲେ, ନିଶ୍ୱାସ ଚାଲୁନାହିଁ। ହାତରେ ନାଡ଼ି ବା ଭେନ୍ ଧରିଲେ, କିଛି ଜଣାପଡ଼ୁନାହିଁ। ସମସ୍ତେ ପରସ୍ପରର ମୁହଁକୁ ଚାହିଁଲେ। ଜେଜେମାକୁ ଧରି ସମସ୍ତେ ଭଅ ଭଅ କରି କାନ୍ଦି ଉଠିଲେ। ଧିକ୍ ମୋ ଜୀବନ, ମାଆକୁ ମୋର ଲୁଣ ଯାଉ ଟିକେ ଖୁଆଇ ପାରିଲି ନାହିଁ। ପୁଅ ହେବା ପାଇଁ ମୁଁ ସମ୍ପୂର୍ଣ୍ଣ ଅଯୋଗ୍ୟ। ସମସ୍ତେ ମାଆକୁ ନେଇ ଶ୍ମଶାନକୁ ଗଲେ। ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ କହି ବିଞ୍ଚି ବିଞ୍ଚି ପହଞ୍ଚିଲେ। ଗାତ ଖୋଳି ମାଆଙ୍କୁ ସେଇ ଗାତରେ ଶୁଆଇ ଦେଲେ। କିଛି ଫୁଲ ପକାଇଲେ, ଉପରେ ସେହି ଲୁଣକୁ ବିଛାଇ ଦେଲେ। ମାଟି ଉପରେ ଘୋଡ଼ାଇ ପୋତି ଦେଲେ। ସମସ୍ତେ ଗାଧୋଇବାକୁ ଗଲେ। ମଞ୍ଚ ଅନ୍ଧକାର ହେଲା। ବଞ୍ଚିଥିବା ଯାଏ ତାଙ୍କ ଘର ରୋଷେଇରେ ଲୁଣ ବ୍ୟବହାର ହେବାଟା ବୋଧେ ଆଉ କେବେ କେହି ଦେଖିନାହିଁ ବା ଲୁଣ ପଡ଼ିନାହିଁ। ପିଲାମାନେ, ତୁମକୁ ଯଦି ଆଜିର ଏହି କାହାଣୀର ନାଟକ ଲେଖାଟି ବହୁତ ମନକୁ ଛୁଇଁଥିବ, ହୃଦୟସ୍ପର୍ଶୀ ହୋଇଥିବ, ନିଶ୍ଚିତ ଭାବରେ ତୁମେମାନେ ଗୋଟେ ଗୋଟେ ସବସ୍କ୍ରାଇବ୍ କରିବ। ଏବଂ ଆଉ କେଉଁ ଟପିକ୍ ଉପରେ ଆମେ କାହାଣୀର ନାଟକ ଲେଖିବା ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରିପାରିବ। ତୁମମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ଭାବରେ ଚ୍ୟାନେଲକୁ ସପୋର୍ଟ କର, ଆଉ ସବସ୍କ୍ରାଇବ୍ କର। ସବସ୍କ୍ରାଇବ୍ କେହି କରୁନ, ଯେଉଁମାନେ ଭିଡ଼ିଓ ଦେଖୁଛ, ମୁଁ ଆଶା କରିବି, ରିକ୍ୱେଷ୍ଟ ରହିବ, ଅନୁରୋଧ ରହିବ, କୌଣସି ପଇସା ତୁମର ଖର୍ଚ୍ଚ ହେଉନି। କେବଳ ସବସ୍କ୍ରାଇବ୍ ବଟନରେ କ୍ଲିକ୍ କରିଦିଅ ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ, ଯାହାଦ୍ୱାରା କି ମୁଁ ଯେଉଁ ଭିଡ଼ିଓ ପ୍ରତ୍ୟେକ ଅଧିବେଶନ ୱାଇଜ୍ ଅପଲୋଡ଼ କରିବି ତାର ନୋଟିଫିକେସନ୍ ସର୍ବପ୍ରଥମେ ତୁମ ପାଖରେ ପହଞ୍ଚି ପାରିବ। ନଚେତ୍ ତୁମେମାନେ ଭିଡ଼ିଓ ପାଇପାରିବ ନାହିଁ। ଖୋଜିଲେ ଭିଡ଼ିଓ ସହଜରେ ମିଳୁନଥିବ, ଅସୁବିଧାରେ ପଡ଼ିବ। ତେଣୁ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅ। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।